ଏଇଟା ମତେ ଚିକୁ ଫୋନ୍ ଦଉଛି ଏଇଠି କରିବୁ। ଏଇ ନମ୍ବରଟା? ହଁ। ଆଚ୍ଛା ଆଚ୍ଛା ହଉ ଠିକ ଅଛି ଆଉ କରିବି ଆଉ। ଦେଖ ଅଜାଙ୍କ ପାଖରେ ଯେତେବେଳେ ଫୋନ୍ ଥିଲା ଅଜା ମନ ହେଲେ କଲ୍ କରନ୍ତି ହେଲା, ହେଲେ ଯେତେବେଳେ ମାନେ ତା ପାଖରେ ପର୍ସନାଲ ଫୋନ୍ ନାହିଁ ତ ସିଏ କାହାକୁ କରିପାରେନି ହେଲା। ଏଥର ସିଏ କରିପାରିବ, କାହାକୁ ମାଗିକି କରିବା ଫୋନ୍ଟା ସମସ୍ତଙ୍କର ଅସୁବିଧା ହୁଏ। ଆପଣମାନେ ଯେମିତି ଦେଖିଥିବେ କି ଆଈ ଏବେ ଥିଲା ଆମ ଘରେ, ତ ଆଈ ଯେବେ ଏଇଠୁ ପଳେଇବ ମାନେ ତା ଘରକୁ ଯିବ, ସେ ମେନ୍ କଥା ହେଲା ସିଏ ଆଗ ଅଜା ଫୋନ୍ ଗୋଟେ ଧରୁଥିଲେ, କିପ୍ୟାଡ଼ ଫୋନ୍ ଯେତେବେଳେ ଚାଲିଥିଲା ଅଜା ଗୋଟେ ଧରୁଥିଲେ। ଏବେ ବି ମାମୁଁ ଘରେ ସମସ୍ତଙ୍କର ଫୋନ୍ ଅଛି ହେଲା, ସମସ୍ତେ ଏକାଠି ରହୁଛନ୍ତି, ହେଲେ ବି ଭାବିଲିନି କି ତାକୁ ବି ଗୋଟେ କିପ୍ୟାଡ଼ ଫୋନ୍ଟେ ଦେଇଦେବା। ଅଜାଙ୍କର ଯେଉଁ ଫୋନ୍ଟା ଥିଲା ଏଇଟା ଖରାପ ହେଇଯାଇଥିଲା, ଏଇଟା କେତେ ଦିନ କୁଆଡ଼େ କେତେ ପୁରୁଣା କଥା ଗଲାନି। ତ ମୁଁ ଭାବିଲି ଆଈ ପାଇଁ ବି ଗୋଟେ ଫୋନ୍ ଆଣିବା, ତ ଆଈ ପାଇଁ ଗୋଟେ ଫୋନ୍ ଆଉ ସିମ୍ ଏବେ ମୁଁ ନେଇକି ଆସିଛି, ଆଉ ଆଈକି ଫୋନ୍ଟା ଦେବା। ତାର ଏଇଟା ଫୋନ୍ ହେଲା, ଆଜିଠୁ ସେ ଏଇଟା ୟୁଜ୍ କରିବ। ଆଉ ତାର ଫାଷ୍ଟ ସିମ୍ରେ ଫାଷ୍ଟ କଲ୍ କାହାକୁ କରିବ ଦେଖିବା ଟିକେ। ଏଇଥିରେ ଫାଷ୍ଟ କଲ୍ ତୁ କାହାକୁ କରିବୁ କହ? ହଁ ଫାଷ୍ଟ କଲ୍ ତୋ ଫୋନ୍ରେ କାହାକୁ କରିବୁ? ଏର ଟିକେ ପାଟି ଚୁପ୍ କରେ, ଭଲ ଭଲ ଖାଲି ହେଉଛି। ସେ ଫାଷ୍ଟ କଲ୍ କାହାକୁ ତୋ ନମ୍ବରରୁ କରିବୁ କହ ଟିକେ? ଶଳା ଫୋନ୍ ମୁଁ ଦେବି, ସିମ୍ ମୁଁ ଦେବି, ତୋ ବଡ଼ ଝିଅ ପାଖକୁ କଲ୍ କରିବୁ? ସ୍ୱାର୍ଥପର। ଆଇ ଆଜି ମୋ ହାର୍ଟ ଭାଙ୍ଗିଦେଲା ଭାଇ। ମୁଁ ଭାବିଲି ମୋତେ କହିବ କି ମୋ ପାଖକୁ କରିବି, ମୋ ପାଖକୁ କରିବୁ ନା ତ ବଡ଼ ଝିଅ ପାଖକୁ କରିବି? ଏଇନା ଆଉଥରେ କହୁଛି ମୋ ବଡ଼ ଝିଅ ପାଖକୁ କରିବି। ସାନ ଝିଅ ବି ନୁହେଁ, ସାନ ଝିଅର ପୁଅ ମୁଁ, ବଡ଼ ଝିଅ ପାଖକୁ କରିବି। ସେ ସାନ ଝିଅ ଘରେ ଅଛି ତ, ଏଇ ଯୋଉ କହିଲା ଯେ ମୋ ପାଖରେ ସେ କହିଲା ଯିଏ ମୋ ଦୂରରେ ମାନେ ଭଲ, ଏଇଟା ବି ଗୋଟେ ଠିକ କଥା। ଠିକ କଥା, ହାପିଡି କରିବା ମାନେ ମୋ ମାଉସୀ ପୁଅକୁ, ମାନେ ସିଏ ଯୋଉମାନେ ପାଖରେ ନାହାନ୍ତି ସେମାନଙ୍କୁ କହିଲା ମୁଁ ଅଛି ନା ଏବେ, ତ ସେ କହିଲା ତଡ଼ି କଣେଇ କରିବି। ଏଇଟା ବି ଠିକ କଥା, ମୂର୍ଖାମିର କଥା ଆମେ କହିଲୁ ନାଇଁ କି? ଯିଏ ନାହିଁ ନା ତା ପାଖକୁ କରିବା। ତ ଫାଷ୍ଟ କଲ୍ ମୋ ପାଖକୁ କରିବା, 9348 ନମ୍ବରଟା ଏଇନେ କହିଦେଉଥିଲି ପୁରା, ଦେଖିବା। ସାବଧାନ, ଯଦି ଆପଣ ଖାଇଲା ଭାରି ନାଇଁ ନାଇଁ, ଏଇଥିରୁ ତ ଅଧରୁ କଥା ନା। ହ୍ୟାଲୋ ଭାଇ, ଏଥିରେ ଆକ୍ଚୁଆଲି ଟ୍ରୁ କଲେ ମୋ ନାଁଟା ଆସୁଛି, କ'ଣ ନା ଏଇ ନମ୍ବରଟା ମୋ ନାଁରେ ଅଛି ତ, ଏଇଟା ଯିଆଡ଼ି କଲ୍ ଯିବ ମୋ ନାଁ ଦେଖେଇବ, ତ କଲ୍ ସିଆଡ଼ି ଯିବ ଅମୀୟ କୁମାର ମହାପାତ୍ର। ତ ଚାଲ ବଢ଼ିଆ ହେଲା। ଆଉ କାହାକୁ ଲଗେଇବୁ? ତ ବଡ଼ ନାତିକି କଲ୍ କରିବା ହେଲା। ଏଇନେ ମୋ ମାଉସୀ ପୁଅକୁ କଲ୍ କରାଯିବ, ସେ ଭୁବନେଶ୍ୱରରେ ରହୁଛି। 93 ଭାଇ କ'ଣ କଥା ହେଉଛି ଦେଖିବା। ହ୍ୟାଲୋ ହ୍ୟାଲୋ, ହାପି ପଢ଼ୁଛୁ କହିଲ? ହଁ କହିଲି ତୋ ଦେହ ପା ଭଲ ଅଛି କି? ଭଲ ଅଛି ବା। ତୁ ଏଇଟା ମତେ ଚିକୁ ଫୋନ୍ ଦଉଛି ଏଇଠି କରିବୁ। ଏଇ ନମ୍ବରଟା? ହଁ। ଆଚ୍ଛା ଆଚ୍ଛା ହଉ ଠିକ ଅଛି ଆଉ କରିବି ଆଉ। ହଁ ଏଇଟା ଦେଇଛି ତ ସାନ ଅଜା। ଆଉ ଖାଇସାରିଲିନି, ମୁଁ ମାଉସୀ ଘରଟେ ଅଛି ଯେ। ମାଉସୀ ଘରଟେ ଅଛି। ହଁ ଖାଇସାରିଲିନି। ଆଉ ତୁ ତ ଏଥର ବୁଢ଼ୀ ଖାଲି କଥା ହବ, ଯାହା ଜଣା ପଡୁଛି ଖାଲି ଆଉ। ଏଥର ଆଉ ସମସ୍ତଙ୍କୁ ଖାଲି କଲ୍ କନା ବାଇଆ କରିଦବା। ଆକ୍ଚୁଆଲି କ'ଣ ମାନେ ସିଏ ଦେଖ ଅଜାଙ୍କ ପାଖରେ ଯେତେବେଳେ ଫୋନ୍ ଥିଲା ଅଜା ମନ ହେଲେ କଲ୍ କରନ୍ତି ହେଲା, ହେଲେ ଯେତେବେଳେ ମାନେ ତା ପାଖରେ ପର୍ସନାଲ ଫୋନ୍ ନାହିଁ ତ ସିଏ କାହାକୁ କରିପାରେନି ହେଲା। ଏଥର ସିଏ କରିପାରିବ, କାହାକୁ ମାଗିକି କରିବା ଫୋନ୍ଟା ସମସ୍ତଙ୍କର ଅସୁବିଧା ହୁଏ। ମୋତେ ବି ହୁଏ, ବହୁ ଜଣଙ୍କୁ, ଆପଣମାନଙ୍କୁ ହୁଏ ମାନେ ଅକଡ଼ ଲାଗେ ଯଦି କାହାକୁ ଫୋନ୍ଟେ ମାଗିକି କରିବା। ବୁଢ଼ା ବୁଢ଼ୀ ହେଲେ ବି ତାଙ୍କମାନଙ୍କ ପାଖରେ ଥାଇ ନିଜ ଫୋନ୍ ଥିବ, ନିଜ କଲ୍ କଲା କଥା ହେଲା, ସିଏ କଥା ହେଇ ଯୁଆଡ଼େ ବି ପଳେଇବ। ଏ ଯଦି ମୋର ଏଇନା ଫୋନ୍ ନଥିବ, କାହାକୁ ମାଗି କଲ୍ କରିଥିବି, ତାର ଏଇଠି ଧରିକି ଯାଉଥିବି ଫୋନ୍ଟା, ସିଏ ଏଠୁ କେଁ ହେଉଥିବ, ମେ ହେଉଥିବ। ତ ଏଥର କେଁ ମେ କିଛି ହେଇପାରିବେନି ଆଉ। ଏଥର ସିଏ କଥା ହବ ପୁରା ଲମ୍ବା ଚଉଡ଼ା, ଦୌଡ଼ିକିନା ଗାଁ ଗୋଟା ସାରା ବୁଲି କଥା ହବ। ଶ୍ରାବଣ ମାସରେ ଖାଉନି ରେ ସିଏ ଏତିକି ଖାଇ ସାଧା ଖାଇକିନା ହଗି ହେଇ ସାରିଲାନି।
ତାଙ୍କ ଘରେ ମୋ ଦେହ ଖରାପ ହେଲା କହୁଛି କହିଲା ସାଧା ଖାଇକି ତ ଆମ ଘର ଇଏ ହେଇସାରିଲାଣି ଆସ ମଟନ ଖାଇଲେ କ'ଣ ହବ ଆଁ? ତାଳ ନାଇଁ ତାଳ ବରା ତାଳ ଖାଇଲା ତା ବାଳ ବାହାରି ସାରିଲାଣି ତାଳ ଖାଉଛି କ'ଣ କହୁଛି ଚିକୁ କହିଲା ସେ ତାଳ ଖାଉଛି ତା ବାଳ ବାହାରି ସାରିଲାଣି ଭିତରେ କେତେ କେତେ ବହୁତ ଗୋଟେ ଯେ ଶୁଣ ତାକୁ ଟିକେ ଶିଖେଇଦେବା ହେଲା ତ ଏଥିରେ ଗୋଟେ ନାଲି ଚିହ୍ନଟେ ଅଛି ହେଲା ହଁ ଏଇଟା ଉପରକୁ ତଳକୁ ହବ ଏମିତି ଉପରକୁ ଯଦି ଏଇଟା ଏଇ ନାଲି ଏଥିରେ ଚିହ୍ନ ବୁଲା ଏମିତି ଜାଣି ହବନି ନହେଲେ ଚିହ୍ନ ଯେମିତି ଅଜାକ ଟାଇପ୍ର ଚିହ୍ନ ଥିଲା ଗୋଟେ ହେଲା ମାନେ ଇମୋଜି ଅଜା କରିଦେଇଥିଲେ ଏଇଟାରେ ଏମିତି ହଉନି ହେଲା ଏଇଟା ନାହିଁ ହେଲା ତାପରେ ଯଦି ତୁ ସାଉଣ୍ଡ କମେଇବାକୁ ଚାହିଁବୁ ଏଇ ସାଇଡ୍ରେ ଗୋଟେ ଭଲ ଦେଇଛି ସାଉଣ୍ଡ ତୁ କମେଇ ପାରିବୁ ଏଇ ସାଇଡ୍ରୁ ଏଇ ସାଇଡ୍ ତଳ ବଟନଟାକୁ ଚିପିଲେ ସାଉଣ୍ଡ କମିବ ଉପରଟାକୁ ଚିପିଲେ ସାଉଣ୍ଡ ବଢ଼ିବ ଏଇଟା ସାଉଣ୍ଡ ମୁଁ ବୁଝିଲି ଓକେ ଏଇ ଖାଲି ଜହ୍ନଟା ହେଲା ଏଇଟା କରିବି ନାଇଁ ଦେଖେ ଏଇ ଯୋଉ ଖାଲି ଜହ୍ନଟା ଏଇଥିରେ କଲ ଉଠିବ ଏଇ ଯୋଉ ଜହ୍ନରେ ଯୋଉ ତାରାଟା ଏଇଥିରେ କଲ କଟିବ ଯେ ଯଦି ନିଜେ କରିବ ବି ପୁଣି ଏଇଥିରୁ କଟିବ ନିଜ କଲ କଲେ ବି ହେଇ ଗୋଟେ ମାରିବୁ ଦିଥର ମାରିବୁ କଲ ଉଠିଯିବ କଲ ହବ ଓକେ ବୁଝିପାରିଲ ତ ଠିକ ଦିଥର ମାରିଲେ କଲ ହବ ହଁ ଏଇଟା ଦିଥର ମାରିଲେ କଲ ହବ ଏଇଟା କାଟିବାକୁ ହେଲେ କାଟିବ କାଟିବାକୁ ହେଲେ ଯଦି ସାଉଣ୍ଡ କେତେବେଳେ ବି ବଢି ଯାଇଛି ଏଇ ଉପରକୁ କଲେ ବଢିଯିବ ତଳକୁ କଲେ କମିଯିବ ସରିଲା ତୁ ଏଇଠୁ ଗଲା ପରେ ସବୁ ଜିନିଷ ଭୁଲିଗଲୁ ତୋର କିଛି ମନେ ରହିଲାନି ମୁଁ ଯାହା ଯାହା କହିଛି କିଛି ମନେ ରହିଲାନି ତୁ ଏତିକି କରିବୁ ଏଇ ଫୋନଟା ନେଇକିନା ଯାହା କହିଲେ ଦବୁ କହିଦେରେ ଚିକୁ ଲେଖା ହେଇଛି ଯାହା ଯାହା ନାଁ ସେଭ୍ ହେଇଥିବ ତାଙ୍କ ନାଁ ଲେଖା ହେଇଛି ଏବେ ମତେ ଟିକେ ତାଙ୍କୁ କଲ୍ କନା ଧରିଦେଲୁ ରିଙ୍ଗ ଯେତେବେଳେ ହବ ତୁ ତୋର ଏଇ ଜାଗାରୁ ଆକୁଆଇକିନା ତୁ ତୋର କଥା ହେବୁ ଆଉ ତୁ କ'ଣ ତୁ ବୁଲି ବୁଲି ତାପରେ ଯୁଆଡ଼େ ଆଉ ଯୁଆ ତାପରେ ଯେତେବେଳେ କଥା ତୋର ସରିବ କିଛି ତତେ କରିବାକୁ ପଡ଼ିବନି ହଁ କଲ୍ କାଟିଦେ ତୁ ତୋର କାଟିଦେ ହେଲା ହଁ ସିଏ ତାଙ୍କର କାଟିଦେବେ ସିଏ କହିବ ଆଉ କାଟେ ତୁ ସେ ତାର କାଟିବ ବାସ୍ ସରିଲା କାମ ଏତିକି ତମ ମୋବାଇଲ ଏଇଠି ରଖିଦେବା ହେଲା ଏଇଠି ଧରି ଗିଫ୍ଟ ହିନ୍ଦୀ କରନା ଦେଖିବା କବିଟା ଗିଫ୍ଟ ଦେଇଛି ଚିକୁ ଚିକୁ ହେଲା ଏଇଟା ଏମିତି ଏମିତି ଏଇଟା ତ ରହିବନି ଏଇନେ ଏଇଟା ଥିଲା ଯେତେବେଳେ ଥିଲା ଏଇଟା ଖୋଲା ହେଇସାରିଲା ନା ତାଉ ରହିବନି ରହିବନି ଧରୁ ଆଧାର କାର୍ଡ ଏଇଟା ହେଲା ଏଇଟା ଗୋଟେ ହାତରେ ଏଇଟା ଗୋଟେ ହାତରେ ଆଧାର କାର୍ଡ ଏଇଟା ଗୋଟେ କାମ କରେ ଦେଖିବା କେମନ ହବ ହବ ସବୁ ହବ ଦେଖି ତୁ ମୋଡ଼ିକି କଲ୍ କଲୁ ଏଇନେ ଫୋନ୍ଟା ଉଠା ମୋଡ଼ିକି କଲ୍ କର ଫୋନ୍ ଲକ୍ ଅଛି ଆଇର କଲ୍ ଆଇଲା ହଁ ଏଇ ଗୋଟେ ବଟନ ମାରିବୁ ଯୋଉଟା ତତେ କହିଥିଲି ଉଠେଇବାଟା ହ୍ୟାଲୋ ଓକେ ରେଡି ହଁ ଏଇଟା ଚିକୁ ଚିକୁ ଦେଇଛି ପରା କହିଲା ସେ ନମ୍ବରଟା ସେଭ୍ କରିଦେବି ଯେ ଏଇଟା ନେଇଯିବି ମୋର ଏଥିରେ ସବୁ ଦେଖାଯିବ ମୋ ଭିଡ଼ିଓ ବି ଦେଖିବୁ ଏଇଟା ମୋର ତ ଆଉ ଗୋଟେ ଅଛି ବାସ୍ ଭାବୁଛି କି ଆପଣମାନଙ୍କୁ ଗୋଟେ ଜିନିଷ ମୁଁ ସେୟାର କରିଦେବି ଏବେ ଯେଉଁଟାକି ମୁଁ ଫିଲ୍ କରୁଛି ମେ ବି ଆପଣମାନେ ବି କେବେ ନା କେବେ ଫିଲ୍ କରିବେ କି କରିସାରିଥିବେ ଗୋଟେ ଜିନିଷ କ'ଣ ହୁଏ କି ଏବେ ତ ଯାହା ପାଖରେ ଯାହା ଜେଜେମା ଯାହା ଜେଜେବାପା ଯାହା ଆଈ ଅଜା ଅଛନ୍ତି ତମମାନେ ବହୁତ ବ୍ଲେସ୍ ଆଉ ଯାହା ପାଖେ ଏମାନେ କେହି ନାହାନ୍ତି ମାନେ ଅଲରେଡ଼ି ଥିଲେ ମରିଯାଇଲେନି ଏ ଦୁନିଆରେ ନାହାନ୍ତି ତାଙ୍କ ଭାଗ୍ୟ ସବୁଠୁ ଖରାପ ତମ ସକ୍ସେସ୍ ସବୁଠୁ ଅଧିକା ତମ ଘରର ବୁଢ଼ାବୁଢ଼ୀ ହିଁ ଚାହାନ୍ତି ଯେଉଁମାନେ କି ତମଠୁ କିଛି ନଥିବ କି ସେ ଚାହାନ୍ତି କି ସେମାନେ ଯେତେ ଦିନ ଯାଏଁ ବଞ୍ଚିଛନ୍ତି ତାଙ୍କ ନାତି ତାଙ୍କ ନାତୁଣୀ ତାଙ୍କ ପୁଅ କିଛିଟା ସକ୍ସେସ୍ ହେଇଯାଉ ଠିକ୍ ଅଛି ଆଉ ସେ ବହୁତ ଖୁସି ହୁଅନ୍ତି ମୋ ଜେଜେପା ଯେତେବେଳେ ଥିଲେ ମୁଁ ଗାଡ଼ି ଆଣିଲି କି ମୁଁ କିଛି ଜିନିଷ କଲି କି ମୁଁ କୁଆଡ଼େ ବୁଲି ବି ଗଲି ସେ ବହୁତ ଖୁସି ହୁଅନ୍ତି ଯାହା ହଉ ଦୁନିଆ ଦେଖିଦେଲୁ ତ ସେମିତି କିଛି ମୋ ପାଖରେ ତ ମୋ ଜେଜେବାପା ନାହାନ୍ତି ମୁଁ 13 ବର୍ଷ 14 ବର୍ଷ ମୋ ଜେଜେମାକୁ ମିସ୍ କଲି ତା ପଛରେ ବହୁତ ଲମ୍ବା ଷ୍ଟୋରି
हाँ से जिनसटा मुझे आपको एवं तो कहीपरि जब लाइफ किसी गोटे लगे कि मुझे सक्सेस हो गली से दिन मुझे मो जेजेमार कहानी खोलि हेल्ले जेजेबा कहानी एमती थी कि माने मु सहित बहुत टाइम स्पेंड करी लगे कि हाँ चलो ए गोटे लोकर हाथ मो मुंडर पलैला आउ मो सहित हेते मु बहुत दिन जेजेबापा गला आज कहीं गलानी 11 मास भितर हे खुशीटा मु फिल करी नथली मो आई आसला पर मु खुशी को फिल करुँची भाई मु बहुत खुशी अच्छी आज आई कि गोटे मोबाइल हितैली तार किसी प्रोब्लेम थी सल्यूसन करदेली मु बुझाऊँगी मो जेपा जमी बुझाए एमती हम एवं तो बुढ़ा बुढ़ी जो जहाँ घर था चिड़चिड़ा घर लोक कहती तो ये जिनसटा गोटे तमें मु आम भाया पिला माने ही बुझीपारे आ बुझेवा दरकार ना कि रागिले से छोट छुआ जहाँ घर भी अच्छा आपण मैंने बुझा ट्राए करूँ से किसी दरकार नहीं केवे आपण सहित अध घंटे से चाहूबे कि 15-5 मिनट आपण मैंने सहित कथा ही जातु बस बस एति आपण मैंने टाइम टी दिंतु तुम जापर टाइम के सरीज बस टाइम टी दे दियो आउ कि दरकार ना तुम मान ना तुम्हें किसी आनी दियो ना कि कर एबेका टाइम रे भल सांग गोटे नाती आउ गोटे जेपा गोटे नाती आ गोटे जेजेमार भितर गोटे सब भल सांग कहीं न था एक्सपीरियंस वाला सब तुम बुपा माँ को एक्सपीरियंस बुपा माँ सहित बस सहित कथा हो पूरा ए तुम नॉलेजटा से 10x बढ़ेदेवे सहित थे कथा हो 12 प्रकार आइटम तुम श्राद्धरे करके देले किसी लाभ ना जो लोकटा बंची जिनसटा खाया दियो ना कि श्राद्धरे तो बंची टाइम किसी कर दियो मरीगला 10 12 प्रकार आइटम करके आत्मा शांति हम ही ना जदि बंचला बेले तुम शांति भाई आम प्राउड कि मुझे गोटे जो घर जन्म नहीं जो घर मो जेजेबापा मरीगला पछे तार राजनीति चलता तार हक थिला हेतिकी बापा भी डरुले दादा भी डरुले घर सब मेम्बर डरती मो जेपा को गोटे हेई भाया लोकटे आम पाखे पूरा रजा माने जिते दिन बंचला गोटे घर लीडर हिसाब से बंचला लीडर हिसाब से मरी भी गला पूरा खुशी आम भी बहुत खुशी हो कि जहाँ मो जेबा सब बड़ थे घरे तांकर चालू भी थिला डरती माने एमती नुहे कि हाँ नॉर्मली किए किसी कहीदेवे भी रागरे समस्ते किए ना किए क्या कही दिखती हेल्ले गोटे डर थाए मन समस्त मो माँ थाए मो बापा भी थाए मो खुड़ी दादा खुड़ी समस्ते आमर किसी ना किसी किसी कह पूर्व भावुले भाई किंग थिला किंग पूरा डरे रखी आउ बढ़िया जा भल शेष टाइम से खुशी खुशी जाइए भाई बिना किसी गिल्टी कहले तो वीडियो बहुत बड़ हो बास मिस करुँगी आउ मो आई की खुशी कर लगी पड़ी ता लाइफटार जी दिन सी भी बची मुझे पाखे सदा बेले रोनी ना तो आम घर जिते दिन अच्छी मो आखि आगे जिते दिन अच्छी सी सब खुशी एंजॉय कर आपण मैंने बास देखु था आप भिडियो भल लगुव कि किसी जिनस मत कमेंट करके जनातु कि आपण मान सहित एमती के